ଶୁଣନ୍ତୁ ମୋର ଆଉ ଗୋଟିଏ ନୂଆ ଗଳ୍ପ, ବାପାଙ୍କ ପେଡ଼ା ଚୋରି। ସବୁ କହିବା କେବେ ବି ସମ୍ଭବ ନଥିଲା, କି ଆଜି ବି ସମ୍ଭବ ନୁହେଁ। ଦିନେଶର ପୁରୁଣା ବନ୍ଧୁ ରବି ତା ଝିଅର ପ୍ରଥମ ଜନ୍ମଦିନ ଅବସରରେ ଦିନେଶକୁ ନିମନ୍ତ୍ରଣ କରିବାକୁ ଆସିଥିଲା। ରବି ଥିଲା ବହୁତ ଧନୀ ଆଉ ଦିନେଶ ଗରିବ ଥିଲା। ସେହି ଗରିବ ପାଇଁ କାହାରି ନିମନ୍ତ୍ରଣକୁ ସେ ରକ୍ଷା କରିପାରେ ନା, କାଳେ କିଏ କିଛି କହିଦେବ ପଛରେ, ସେଇଥିପାଇଁ। ଏଥର ରବି କିନ୍ତୁ ତା ଘରକୁ ବାରମ୍ବାର ଆସିଥିଲା କହିବା ପାଇଁ କି ତା ଝିଅ ଜନ୍ମଦିନରେ ଯିବା ପାଇଁ। ସାଙ୍ଗରେ ଏତେ ଖୋସାମଦ କଣ? ଥରେ କହିଦେଲେ କଥା ସରିଲା। ଏସବୁ କଥା ଦିନେଶ ବୁଝୁଥିଲା, କିନ୍ତୁ ଆଜିକାଲି ସମ୍ପର୍କ କିଛି ଅର୍ଥ ରଖୁନି। ଅର୍ଥ ସମାଜର ସବୁ ସମ୍ପର୍କର ଅର୍ଥକୁ ବଦଳାଇ ଦେଲାଣି। ତଥାପି ଦିନେଶ ଏଥର ରବିର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିନଥିଲା। ରବି କିମ୍ବା ତାଙ୍କ ସ୍ତ୍ରୀ ଝିଅର ଜନ୍ମଦିନ ଉତ୍ସବରେ କାହାରିକୁ ଅଣଦେଖା କରିନଥିଲେ। ସବୁକିଛି ସୁରୁଖୁରୁରେ ହୋଇ ଚାଲିଥିଲା। ହଠାତ୍ ରବି ଝିଅର ବେକରେ ଥିବା ସୁନା ଚେନ୍ଟା ହଜି ଯାଇଥିଲା। ଆଖପାଖର ସବୁ ଅଞ୍ଚଳ ଖୋଜା ସରିବା ପରେ ବି ଚେନ୍ ମିଳିଲା ନାହିଁ। ରବିର କେହି ଜଣେ ବନ୍ଧୁ ହଠାତ୍ କହିଲେ, କେହି ପଦାକୁ ଯାଆନ୍ତୁ ନାହିଁ, ସମସ୍ତଙ୍କର ତଲାସି ନିଆଯାଉ। ଏଇଠି ତ ଆଉ କେହି ପଦାକୁ ଯାଇନାହାନ୍ତି, ଏଇଠି ମିଳିଯିବ ଚେନ୍ଟା ଆଉ। ସେ କଥାକୁ ବି ସମର୍ଥନ କରି ଆଉ ଜଣେ କହିଲା, ଠିକ୍ କଥା, ସମସ୍ତେ ନିଜ ନିଜର ତଲାସି ଦେଇ ଦିଅନ୍ତୁ। ଦିନେଶ କିନ୍ତୁ କହିଲା, ନାଇଁ, ମୁଁ ମୋର ତଲାସି ଦେବାକୁ ଚାହୁଁନି। ବନ୍ଧୁତାର ବିଶ୍ୱାସ ନାହିଁ ଯଦି ସେ ବନ୍ଧୁତାର ଅର୍ଥ କଣ? ମୁଁ ମୋ ତଲାସି ହେବାକୁ ଦେବିନି। ଦିନେଶର ଏମିତି କଥାରେ ପାଟିରେ ସାରା ଚାପା ଗୁଞ୍ଜରଣ ଗୋଟିଏ ଉଠି ଯାଉଥିଲା କି ଦିନେଶ ଗରିବ, ସେ ହିଁ ଚେନ୍ ଚୋରି କରିଛି, ସେଥିପାଇଁ ନିଜର ତଲାସି ଦେବାକୁ ଚାହୁଁନି। ଦିନେଶ କାନରୁ ବି ଏ କଥା ପଡ଼ିଲା, କିନ୍ତୁ ସେ କିଛି ବି କହିଲା ନାହିଁ କିମ୍ବା ନିଜର ତଲାସି ବି ଦେଲା ନାହିଁ। ରବି ଓ ତା ପତ୍ନୀ ଦୁହେଁ ଅବଶ୍ୟ ବାରମ୍ବାର କହୁଥିଲେ, ସବୁ କଥା ଛାଡ଼, ତଲାସି ହେବନି, ପାର୍ଟି ଏନ୍ଜୟ କର, ଯାହା ହେଇଗଲାଣି ଛାଡ଼। ମିଶାମିଶି ଅନୁଭବ ପରେ ପାର୍ଟି ସରିଲା। ଥକି ଯାଇ ଶୋଇପଡ଼ିଥିବା ଝିଅ ପାଦରୁ ଜୋତା ଖୋଲିବା ସମୟରେ ରବି ଓ ତାର ପତ୍ନୀ ଦେଖିଲେ ଯେ ଚେନ୍ଟା ସେଇଠି ଲାଖି ଯାଇଛି। ଏପର୍ଯ୍ୟନ୍ତ ବୋଧହୁଏ ରବି ତା ମନରେ କେଉଁଠି ନା କେଉଁଠି ଭାବୁଥିଲା, ଦିନେ ସେ କାମ କରିଥିବ କି? ଭାରି ଖରାପ ଲାଗିଲା ଏବେ ରବିକୁ। ନିଜ ପତ୍ନୀକୁ କହିଲା, ଦିନେଶକୁ ସାମ୍ନାରେ ନହେଲେ ବି ସମସ୍ତେ ଏତେ କଥା କହିଲେ, ସେ ନେଇ ନଥିଲା ଯଦି ନାହିଁ କାହିଁକି କରୁଥିଲା ତଲାସି ଦେବାକୁ? ତଲାସି ଦେଇ ସମସ୍ତଙ୍କ ପାଟି ଚୁପ୍ କରିଦେଇଥାନ୍ତା। ତା ପତ୍ନୀ କହିଲେ, ଗରିବ ସେ, ତଲାସି ନେବା ଅର୍ଥ ତାଙ୍କୁ ସନ୍ଦେହ କରିବା। ହୁଏତ ଏସବୁ ଭାବି ସେ ମନା କରିଥିବେ। ରବି କହିଲା, ତଥାପି କାଲି ସକାଳୁ ଯାଇ ତା ପାଖକୁ କହିବି ଚେନ୍ ମିଳିଗଲା, ଆଉ ପାର୍ଟିରେ ଯାହା ଯାହା ଘଟିଗଲା, ସାଙ୍ଗମାନେ ଯାହା ଯାହା କହିଲେ, ସେଥିପାଇଁ ବି ଭୁଲ ମାଗି ନେବି। ରବିର ପତ୍ନୀ କହିଲେ, ପାର୍ଟିରେ ଆରମ୍ଭରୁ ଯେତେବେଳେ ତଲାସି କଥା ଉଠିଲା, ସେତେବେଳେ ତମେ ତମ ସାଙ୍ଗକୁ ସେ କଥାରୁ ବିରତି କରିବା କଥା। ରବି କହିଲା, ହଁ, ମୋର ଭୁଲ ହେଇଯାଇଛି। ମୋତେ ଦିନେଶ ପାଖକୁ ଯାଇ ଭୁଲ ମାଗିବାକୁ ପଡ଼ିବ, ନହେଲେ ଏମିତି ବି ହୋଇପାରେ ଦିନେଶ ଆଉ କେବେ କାହାର ବଡ଼ ବଡ଼ ପାର୍ଟିକୁ ଯିବନି, ମୋ ପାଖକୁ ବି ଆସିବନି। ପରଦିନ ରବି ଦିନେଶ ପାଖକୁ ଯାଇ କହିଲା, ବୁଝିଲୁ ନା, ଝିଅର ଚେନ୍ଟା ମିଳିଗଲା। କାଲି ପାର୍ଟିରେ ଯାହା ଯାହା ହେଲା, ସେଥିପାଇଁ ମୋତେ କ୍ଷମା କରିଦେ। ଦିନେଶ କହିଲା, ଝିଅର ଚେନ୍ ମିଳିଗଲା ସେଇ ବଡ଼ କଥା, ବାକି ସାଙ୍ଗ ଭିତରେ ଏତେ ଫର୍ମାଲିଟି କଣ? ଆଜ ବସ୍। ରବି କହିଲା, ଦିନେଶ, ଯଦି ତୁ ଜାଣିଥିଲୁ କି ଚେନ୍ ତୋ ପାଖରେ ନାହିଁ, ତେବେ ସମସ୍ତେ ଯେତେବେଳେ ନିଜ ନିଜର ତଲାସି ଦେବାକୁ କହି ନିଜକୁ ଦୋଷମୁକ୍ତ କରୁଥିଲେ, ତୁ କାହିଁକି ମନା କରି ସମସ୍ତଙ୍କୁ ତତେ ଆକ୍ଷେପ କରିବାକୁ ଦେଲୁ? ତୁ ବି ତ ସେ କଥା କହିପାରିଥାନ୍ତୁ। ଦିନେଶ କହିଲା, ବନ୍ଧୁତାରେ ଅବିଶ୍ୱାସର ପ୍ରଶ୍ନ ଉଠେନି। ତାଛଡ଼ା ବନ୍ଧୁର ପିଲା କିଏ, ନିଜ ପିଲା କିଏ? ନିଜ ପିଲା ବେକରୁ କଣ କିଏ ଚେନ୍ ନିଏ? ଘର ଭିତରକୁ ଆସ ଦେଖିବୁ। ଏହା କହି ଦିନେଶ ରବିକୁ ନିଜ ବଖରାକୁ ନେଇ କହିଲା, ଦେଖ, ଇଏ ମୋ ପୁଅ, ତାକୁ ଥାଲାସେମିଆ। ସବୁ ରୋଜଗାର ତାହାରି ଉପଚାରରେ ସରିଯାଏ। ଝିଅକୁ ଆଉ ସ୍ତ୍ରୀକୁ ଖାଇ ପିଇ ବଞ୍ଚିବା ବ୍ୟତୀତ ଅନ୍ୟ କୌଣସି ଖର୍ଚ୍ଚ ଦେଇପାରେ ନା। 8 ବର୍ଷର ଝିଅ ଯେତେବେଳେ ଜାଣିଲା ମୁଁ ବଡ଼ ଘରକୁ ଭୋଜି ଖାଇବା ପାଇଁ ଯାଉଛି, ସେତେବେଳେ ସେ ଯିବା ପାଇଁ ଜିଦି କରିନଥିଲା, କିମ୍ବା ଭୋଜି ଖାଇବା ପାଇଁ ବି ସେ ଜିଦି କରିନଥିଲା। ଖାଲି ଏତିକି କହିଲା, ବାପା, ତାଙ୍କର କେତେ ପ୍ରକାରର ମିଠା ହୋଇଥିବ ନା, ମୋ ପାଇଁ ଗୋଟିଏ ମିଠା କିମ୍ବା ପେଡ଼ା ତାଙ୍କ ଘରୁ ନେଇ ଆସିବ? ଅଯୋଗ୍ୟ ବାପ ମୁଁ। ତୋ ଜନ୍ମଦିନ ପାର୍ଟିରେ 2ଟା ପେଡ଼ା ସମସ୍ତଙ୍କ ଅଦେଖାରେ ଆଣି ମୋ ପକେଟରେ ରଖିଥିଲି। ଯଦି ତଲାସି ହୋଇଥାନ୍ତା, ଚେନ୍ ତ ମିଳିନଥାନ୍ତା ସତ, କିନ୍ତୁ ପେଡ଼ା ତ ମିଳିଯାଇଥାନ୍ତା ନା। ଆଉ ମୁଁ କଣ ସମସ୍ତଙ୍କୁ ମୋ ପରିସ୍ଥିତି କହିପାରିଥାନ୍ତି? ତାଛଡ଼ା ମୁଁ ଏଇଟା ବିଲକୁଲ ବି ଚାହିଁନଥାନ୍ତି ଯେ ଏସବୁ କଥାରେ
ମୋ ଝିଅ କଥା ଉଠୁ ବୋଲି। ଦିନେଶର କଥା ନ ଶୁଣୁ ରବି କାନ୍ଦି କାନ୍ଦି ତାକୁ କୁଣ୍ଢାଇ ଧରି କହିଲା, ମୋର ଭୁଲ ହେଇଗଲା ଦିନେଶ, ତତେ ମୁଁ ଜାଣିପାରିଲିନି। ମନା କରିବୁନି ତ? ତୋର ତ ସ୍ୱାଭିମାନ ବହୁତ ବଡ଼, ତଥାପି ମୁଁ ତତେ କହୁଛି ମୋ ବିନତି ରକ୍ଷା କରିବୁ। ମୋ କମ୍ପାନୀରେ ତୁ ଯିବୁ କାମ କରି ତୋ ପରିବାର ଚଳେଇବୁ। ସେତେବେଳେ ସ୍ୱାଭିମାନ ଆଉ କିଛି ମାନେ ରଖିନା। ମୁଁ ତ ତତେ ଦୟା କରି ଦେଉନି ନା, ତୁ କାମ କରିବୁ, ତୁ ଆଣିବୁ, ଚଳେଇବୁ ତୋ ପରିବାର। ଆଉ ଏକଥା ବି କହ କି ପୁଅର ହସ୍ପିଟାଲ ଖର୍ଚ୍ଚ ସବୁ ମୋର। ଦିନେଶ ରବିକୁ କିଛି କହିବା ପାଇଁ ଯାଉଥିଲା, ରବି ତାକୁ କହିଲା, ଏବେ ବା କହିଲୁ ବନ୍ଧୁର ପିଲା ନିଜ ପିଲା ବୋଲି। ଦିନେଶ ରବିକୁ ଚାହିଁ ହସିଲା। ରବି ଦିନେଶର ଝିଅକୁ ଆଣି ମିଠା ଖୁଆଇ ଦେଉଥିଲା, ଆଉ ଦିନେଶର ଝିଅ ରବିର ଆଖିରୁ ଲୁହ ପୋଛି ଦେଉଥିଲା। ରହୁଛି। ଗପଟି ଭଲ ଲାଗୁଥିଲେ ଲାଇକ୍ ଓ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଧନ୍ୟବାଦ।